ଗୋଟେ ଛୋଟ ଗାଁ ମୁଣ୍ଡରେ ଏକ ବିଶାଳ ବରଗଛଟିଏ ଥିଲା। ସେ ବହୁ ବର୍ଷ ଧରି ସେଠାରେ ଠିଆ ହୋଇ ରହିଥିଲା। ପ୍ରଚଣ୍ଡ ଖରା ହେଉ କିମ୍ବା ପ୍ରବଳ ବର୍ଷା, ସେ ସବୁକୁ ଧୈର୍ଯ୍ୟର ସହିତ ସହ୍ୟ କରୁଥିଲା। କେବେ ହେଲେ କାହା ବିରୁଦ୍ଧରେ ଅଭିଯୋଗ କରୁନଥିଲା। ଗଛଟିର ମନରେ କେବଳ ଗୋଟିଏ ଇଚ୍ଛା ଥିଲା, ଅନ୍ୟମାନଙ୍କ ସେବା କରିବା। ପ୍ରତିଦିନ ପଥିକମାନେ ତା'ର ଶୀତଳ ଛାୟାରେ ବସି କ୍ଳାନ୍ତି ଦୂର କରୁଥିଲେ। ଗାଁର ପିଲାମାନେ ତା'ର ଡାଳରେ ଦୋଳି ଖେଳୁଥିଲେ। ଅନେକ ପକ୍ଷୀ ସେଠି ବସା ବାନ୍ଧି ଆନନ୍ଦରେ ରହୁଥିଲେ। ଗଛଟିର ନିଜର ସୁଆଦିଆ ଫଳ ସମସ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା। ସେ କେବେ ବି ପ୍ରତିବାଦ କରି ନଥିଲା। ଦିନେ ଜଣେ କାଠୁରିଆ କୁରାଢ଼ୀ ଧରି ସେହି ଗଛକୁ କାଟିବାକୁ ଆସିଲା। କାଠୁରିଆ ଖରାରେ କ୍ଳାନ୍ତ ହୋଇ ପ୍ରଥମେ ସେ ଗଛ ମୂଳେ ହିଁ ବିଶ୍ରାମ ନେଲା। ଗଛଟି ତାକୁ ଶୀତଳ ପବନ ଦେଲା। କାଠୁରିଆର ଆଖି ଖୋଲିଗଲା। ସେ ଭାବିଲା, ଯେଉଁ ଗଛ ମୋତେ ଆଶ୍ରୟ ଦେଉଛି, ମୁଁ ତାକୁ କେମିତି କାଟିବି? କାଠୁରିଆ ନିଜର ଭୁଲ ବୁଝିପାରି ସେଠାରୁ ଫେରିଗଲା। ଗଛଟିର ଧୈର୍ଯ୍ୟ ଓ ପରୋପକାରୀ ସ୍ୱଭାବ ପାଇଁ ତା'ର ଜୀବନ ବଞ୍ଚିଗଲା।